ବାସ୍ତୁଶାସ୍ତ୍ରରେ ଗଛ ଏବଂ ଉଦ୍ଭିଦର ବିଶେଷ ଗୁରୁତ୍ୱ ବିଷୟରେ ଉଲ୍ଲେଖ କରାଯାଇଛି। କେତେକଙ୍କ ଉଦ୍ଭିଦ ଘରେ ସୁଖ ଆଣିଥିବା ବେଳେ କିଛି ଉଦ୍ଭିଦ ଘରେ ଦାରିଦ୍ର୍ୟ ଆଣିଥାଏ। ଏହିପରି ଉଦ୍ଭିଦ ଲଗାଇବା ବିଲକୁଲ ଉଚିତ ନୁହେଁ। ବିଶ୍ୱାସ କରାଯାଏ ଯେ ଘରେ ମେହେନ୍ଦି ଗଛ ଲଗାଇବା ଉଚିତ ନୁହେଁ। ଏଥିରେ ଦୁଷ୍ଟ ଶକ୍ତି ବାସ କରିଥାନ୍ତି। ଘରେ ଏହି ଉଦ୍ଭିଦ ଲଗାଇବା ନକାରାତ୍ମକ ଶକ୍ତି ବିସ୍ତାର କରିବାରେ ସାହାଯ୍ୟ କରେ। ଏହା ଘରର ସୁଖ ଏବଂ ଶାନ୍ତିକୁ ବିଘ୍ନ କରିପାରେ। ବାସ୍ତୁଶାସ୍ତ୍ରରେ ଏପରି କିଛି ଉଦ୍ଭିଦ ବିଷୟରେ ଉଲ୍ଲେଖ କରାଯାଇଛି ଯାହାକି ଯଦି ଘରେ ଲଗାଯାଏ ତେବେ ଦୁର୍ଭାଗ୍ୟ ଏବଂ ଦାରିଦ୍ର୍ୟ ଆଣିଥାଏ। ଅନେକ ଥର ଲୋକମାନେ ଜାଣିଶୁଣି ଏହି ଉଦ୍ଭିଦ ଲଗାନ୍ତି ଯାହାକି ପରବର୍ତ୍ତୀ ସମୟରେ କ୍ଷତି କରିଥାଏ। ଘରେ ଭୁଲରେ ବି କଇଁଆ ବା ଇମିଲି ଗଛ ଲଗାନ୍ତୁ ନାହିଁ। ଘର ପାଖରେ ଏହି ଗଛ ରହିଲେ ଘରେ ସବୁବେଳେ ଭୟ ଏବଂ ଭୟର ବାତାବରଣ ରହିଥାଏ। ତେଣୁ ଏହାକୁ ଘରେ ସ୍ଥାପନ କରାଯିବା ଉଚିତ ନୁହେଁ। ଭୁଲରେ ମଧ୍ୟ ଘରର ପ୍ରାଙ୍ଗଣରେ ଖଜୁରୀ ଗଛ ଲଗାଇବା ଉଚିତ ନୁହେଁ। ଏହା ଅତ୍ୟନ୍ତ ଅଶୁଭ ବୋଲି ବିବେଚନା କରାଯାଏ। ଏହି ଗଛଟି ବହୁତ ସୁନ୍ଦର ଦେଖାଯାଏ, କିନ୍ତୁ ଏହାକୁ ଲଗାଇବା ଦ୍ୱାରା ପରିବାର ସଦସ୍ୟଙ୍କ ଋଣ ବୃଦ୍ଧି ପାଏ। ଯଦି ଘରେ ଲଗାଯାଇଥିବା କୌଣସି ଗଛ କିମ୍ବା ଉଦ୍ଭିଦ ଶୁଖି ଯାଉଛି ତେବେ ଏହାକୁ ତୁରନ୍ତ ବାହାର କରିବା ଭଲ। ବାସ୍ତୁଶାସ୍ତ୍ର ଅନୁଯାୟୀ ଶୁଖିଲା ଗଛ ଏବଂ ଉଦ୍ଭିଦ ଘରେ ଦୁଃଖ ଓ ଶାନ୍ତି ଆଣିଥାଏ ଏବଂ ନକାରାତ୍ମକତା ବଢ଼ାଇଥାଏ। ବାସ୍ତୁଶାସ୍ତ୍ରରେ ଘର ଭିତରେ ଏବଂ ଚାରିପାଖରେ କଣ୍ଟା ଗଛ ଲଗାଇବା ଉଚିତ ନୁହେଁ। ଏହି କାରଣରୁ ଘରେ ଉତ୍ତେଜନା ଦେଖା ଦେଇଥାଏ। ଘରେ ସବୁବେଳେ ଅଶାନ୍ତି ମଧ୍ୟ ଲାଗି ରହିଥାଏ। ବ୍ୟୁରୋ ରିପୋର୍ଟ, STTV ଓଡ଼ିଆ।